वेलकम टू प्रशिक्षण साथी 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 साथी। समस्त ख्रीष्टीय नमस्कार। आज ऑनलाइन सेवार आसतु आम समस्ते प्रभु स्तुति करवा। आसतु आम प्रार्थना करवा आरंभ कर जा। दयालु परमेश्वर आम तुमको स्तुति करुचु आज सभा निमंते। प्रभु तुम आमको सुंदर सुजोग देल धन्यवाद जनाए। प्रभु ग तुम्हें आमको साहाय्य कल ए सुंदर मिलन निमंते धन्यवाद सह जीशु नाम रे मागुछि आमेन। आसतु आम प्रभु स्तुति निमंते गोटे गीत गाई प्रभु स्तुति करवा। आईएमएसटी गीत बही मध्य 48 नंबर गीत हे सकल देश प्रभु उद्देश्य रे आनंद ध्वनि कर। हे सकल देश प्रभु उद्देश्य रे आनंद ध्वनि कर। हे सकल देश प्रभु उद्देश्य रे आनंद ध्वनि कर। आसुष्ट जीते सेवा कर सर्वे महामहिमा प्रभु कर। आनंद उल्लासे गान करु करु स्वेच्छा मोरे प्रवेश कर। हे सकल देश प्रभु उद्देश्य रे आनंद ध्वनि कर। हे सकल देश प्रभु उद्देश्य रे आनंद ध्वनि कर। हुआ सर्वे ज्ञात प्रभु जेश्वर से आमनि माता आमे तांकर। हुआ सर्वे ज्ञात प्रभु जेश्वर से आमनि माता आमे तांकर। आमे तांकर आमे तांकर मेष तांक चोरा भूमिर। से आम ईश्वर आमे तांकर मेष आमे तांक फलर। हे सकल देश प्रभु उद्देश्य रे आनंद ध्वनि कर। हे सकल देश प्रभु उद्देश्य रे आनंद ध्वनि कर। धन्यवाद प्रवेश द्वार रे सब गान कर तांक प्रांगण रे। धन्यवाद प्रवेश द्वार रे सब गान कर तांक प्रांगण रे। तांक स्तुति कर तांक स्तुति कर धन्यवाद अर्पण कर। से आम ईश्वर आमे तांकर मेष आमे तांक फलर। हे सकल देश प्रभु उद्देश्य रे आनंद ध्वनि कर। से मंगलमय चिरकाल पाई प्रेम प्रेम दया केबे सरे नाही। से मंगलमय चिरकाल पाई तांक प्रेम दया केबे सरे नाही। तांक विश्वस्तता तांक विश्वस्तता तांक विश्वस्तता अपार। से आम ईश्वर आमे तांक
ଆସନ୍ତୁ ଆମେ ପ୍ରଭୁଙ୍କ ସ୍ତୁତି କରିଯିବା, ପ୍ରଭୁଙ୍କର ମହିମା କରିଯିବା। ଆମେ ସମସ୍ତେ ଆଖି ଚକ୍ଷୁ ବନ୍ଦ କରି ପ୍ରଭୁଙ୍କୁ ସ୍ତୁତି କରିଯିବା। ତାଙ୍କ ନାମକୁ ଆମେ ମନେ ପକାଇବା, ତାଙ୍କର ଗୁଣକୁ ଆମେ ସ୍ମରଣ କରିବା, ତାଙ୍କର ମହାନ ନାମକୁ ଆମର ମନକୁ ଆଣିବା। ପ୍ରଭୁଙ୍କର ନାମକୁ ଆମେ ଗୁଣୁଗୁଣ ଶବ୍ଦରେ ପ୍ରଭୁଙ୍କୁ ସ୍ତୁତି କରିଯିବା, ମହିମା କରିଯିବା। କାରଣ ସେ ଆମଙ୍କ ସର୍ବଶକ୍ତିମାନ ପିତା ପରମେଶ୍ୱର, ସେମାନଙ୍କ ରାଜାମାନଙ୍କ ରାଜା, ପ୍ରଭୁମାନଙ୍କ ପ୍ରଭୁ, ଦେବମାନଙ୍କ ଦେବ, ସେନାଧିପତି ସଦାପ୍ରଭୁ ଅଟନ୍ତି। ସେ ଧନ୍ୟବାଦ ଦେବା। ସେମାନଙ୍କର ସୃଷ୍ଟିକର୍ତ୍ତା ପରମେଶ୍ୱର ଅଟନ୍ତି। ସେ ଧନ୍ୟବାଦ ଦେବା। ସେମାନଙ୍କୁ ନିର୍ମାଣ କରିଅଛନ୍ତି, ସେମାନଙ୍କର ପରମେଶ୍ୱର ଅଟନ୍ତି। ସ୍ୱର୍ଗ ତାଙ୍କ ସିଂହାସନ, ପୃଥିବୀ ତାଙ୍କର ପାଦପୀଠ, ସେହିପରି ପରମେଶ୍ୱର ଅଟନ୍ତି। ସ୍ୱର୍ଗରେ ତାଙ୍କର ସିଂହାସନ, ପୃଥିବୀ ତାଙ୍କର ପାଦପୀଠ, ଏପରି ମହାନ ପରମେଶ୍ୱର ଅଟନ୍ତି। ସ୍ୱର୍ଗର ସମସ୍ତ ଦେବତା, ସମସ୍ତ କିରୁବଗଣ, ସମସ୍ତ 24 ପ୍ରାଚୀନ ଗଣ ପ୍ରଭୁଙ୍କ ସ୍ତୁତି କରନ୍ତି, ଗୌରବ ଦିଅନ୍ତି, ପ୍ରଶଂସା କରନ୍ତି, ମହିମା କରନ୍ତି। 24 ପ୍ରାଚୀନମାନେ ତାଙ୍କୁ ଉବୁଡ଼ ହୋଇ ପ୍ରଣାମ କରନ୍ତି। ସମସ୍ତ ଦୂତମାନେ ତାଙ୍କର ମହିମା କୀର୍ତ୍ତନ କରୁ କରୁ ସେ ଉଚ୍ଚରେ କହନ୍ତି। ତେଣୁକରି ଆମେ ସମସ୍ତେ ପ୍ରଭୁଙ୍କ ନାମ ଧନ୍ୟବାଦ ଦେବା ଏବଂ ମହିମା କରି ଯିବା। ସଦା ପ୍ରଭୁଙ୍କ ସୃଷ୍ଟିର ଏହି ଦିବସେ ଆମେ ହରଷିତ ତୁମ ପାଶେ। ସଦା ପ୍ରଭୁଙ୍କ ସୃଷ୍ଟିର ଏହି ଦିବସେ ଆମେ ହରଷିତ ତୁମ ପାଶେ। ତୁମ ନାମେ ଉଠୁ ଜୟ ଗାଁ, ତୁମ ନାମେ ଉଠୁ ଜୟ ଗାଁ, ତୁମ ନାମେ ଉଠୁ ଜୟ ଗାଁ, ତୁମ ନାମେ ଉଠୁ ଜୟ ଗାଁ। ହାଲେଲୁୟା, 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 ହାଲେଲୁୟା। ସଦା ପ୍ରଭୁଙ୍କ ସୃଷ୍ଟିର ଏହି ଦିବସେ ଆମେ ହରଷିତ ତୁମ ପାଶେ। ସଦା ପ୍ରଭୁଙ୍କ ସୃଷ୍ଟିର ଏହି ଦିବସେ ଆମେ ହରଷିତ ତୁମ ପାଶେ। ଆସନ୍ତୁ ଆମେ ସମସ୍ତେ ମୌନ ଭାବରେ ରହିବା। ବର୍ତ୍ତମାନ ଆମେ ନିଜ ନିଜକୁ ଏବଂ ନିଜ ନିଜ ପାପକୁ ସ୍ମରଣ କରିବା ଏବଂ ନିଜ ନିଜକୁ ନିଜ ପାପ ଠାରୁ ପରିଷ୍କୃତ ହେବା ନିମନ୍ତେ ପରମେଶ୍ୱରଙ୍କ ନିକଟକୁ ଯିବା। ତେବେ ସେ ପରମେଶ୍ୱର ଆମମାନଙ୍କ ପାପରୁ କ୍ଷମା, ପୁଣି ଆମମାନଙ୍କ ସମସ୍ତ ମନ୍ଦ ଠାରୁ ପରିଷ୍କାର କରିବେ। ପୁଣି ତାଙ୍କର ଏକମାତ୍ର ଯୀଶୁଖ୍ରୀଷ୍ଟଙ୍କୁ ପଠାଇଥିବା ସକାଶେ ଏବଂ ଆମମାନଙ୍କର ପାପକୁ କ୍ଷମା କରିବେ। ଏହା ବ୍ୟକ୍ତିଗତ ପାପ କ୍ଷମାର ସମୟ। ନିଜ ନିଜକୁ ପରିଷ୍କାର କରିବା ନିମନ୍ତେ ପରମେଶ୍ୱର ନିକଟ ଯିବା ଏବଂ ନିଜ ନିଜ ପାପକୁ ସ୍ୱୀକାର କରିବା। କେବଳ ପରମେଶ୍ୱର ଆମମାନଙ୍କ ପାପକୁ ଦେଖିଅଛନ୍ତି। କୌଣସି ଲୋକ ଆମମାନଙ୍କ ବ୍ୟକ୍ତିଗତ ଭାବରେ ଜାଣିଥିଲେ ମଧ୍ୟ ଅନ୍ତରରେ ବା ଭାବନାରେ ବା କାର୍ଯ୍ୟରେ ଦେଖିପାରନ୍ତି ନାହିଁ। କିନ୍ତୁ ପରମେଶ୍ୱର ଆମମାନଙ୍କର ବାହ୍ୟ ଏବଂ ଅନ୍ତର ମଧ୍ୟ ଦେଖିପାରନ୍ତି। ସେହିପରି ପରମେଶ୍ୱର ଆମମାନଙ୍କୁ କ୍ଷମା ଦେବେ। ଆମେ ଆମମାନଙ୍କ ନିମନ୍ତେ ସେ କ୍ରୁଶରେ ହତ ହେଲେ, ସେ ହତ ହେଇଥିବା ଯୀଶୁଖ୍ରୀଷ୍ଟଙ୍କୁ ଆମେ ସ୍ମରଣ କରିବା। ଆମମାନଙ୍କ ପାପ ନିମନ୍ତେ ସେ ଚୂର୍ଣ୍ଣ ବିଚୂର୍ଣ୍ଣ ହେଲେ। ତେଣୁକରି ଆମେ ନିଜ ନିଜ ବ୍ୟକ୍ତିଗତ ପାପକୁ ଆମେ ପରମେଶ୍ୱର ନିକଟରେ ସମର୍ପଣ କରିବା, ସ୍ୱୀକାର କରିବା। ଝୁଲିଲ ମୋ ପାଇଁ କ୍ରୁଶରେ,
आहे मोर जीशु सुंदर झरी गला झर झर केते तपतरु धीर झुलिल मो पाई क्रूसरे आहे मोर जीशु सुंदर झरी गला झर झर केते तपतरु धीर झुलिल मो पाई क्रूसरे आमक निमंते से चूर्ण विचिन्न हेले क्रूसरे आमक निमंते रक्त निगाड़े हो गला झर झर हो झरीगला केवल आम पापन निमंते आमर परित्राण निमंते से ही प्रेम आम करते तेणुक आम समस्ते निज निज व्यक्तिगत पाप को स्मरण करवा जीवन दाता जीशु आजी अंतर खोली दिया आस आजी मार ए हृदय अंतर खोली दिया जीवन दाता जीशु जदि थाए किछि तुम अप्रीति काढ़ी निया जीशु मोर तुम रक्ते आज धोई मते प्रभु तुम्हें पवित्र कर जदि थाए किछि तुम अप्रीति काढ़ी निया जीशु मोर तुमार ते आज धोई मते प्रभु तुम्हें पवित्र कर तुम्हें पवित्र कर जीवन दाता जीशु आजी अंतर खोली दिया आस आजी मार हे हृदय अंतर खोली दिया जीवन दाता जीशु आसी अछि आज मुदी नहीं न करो अछि निवेदन दया करी आज ढाली दियो प्रभु तुम करुणा दान तुम करुणा दान जीवन दाता जीशु आजी अंतर खोली दिया आस आजी मार हे हृदय अंतर खोली दिया जीवन दाता जीशु आसंतु माने निज निज समर्पण करवा प्रभु आम को साहाय्य करेंगे पाप ठार मुक्ति देवे एक नुआ जीवन देवे प्रभु धन्यवाद दौचु ए सुंदर समय निमंते प्रभु को आम पापी अटू आम कर्म आम भावना मंद अटे प्रभु आम निज को नत होचु प्रभु निज निज को आम अस्वीकार करुचु प्रभु आम सहित तुम्हें थाई कथा कह पुनर्बार आम गोटे नुआ जीवन दियो एक धार्मिक जीवन दियो जेपरिक आम समस्ते प्रभु पापरे न पड़े तुम्हें साहाय्य कर धन्यवाद सह यीशु नाम रे मागुअछि आमेन। आसंतु आमने वर्तमान बाइबल अध्ययन करबा जिबा आम मध्य थिबा जमीन भाई से आम को बाइबल पढ़ी आम को साहाय्य करेंगे। आसंतु आम बाइबल पाठ पढ़ी शुणा जहाँ नि जाए
ମାର୍କ ଲିଖିତ ସୁଷମାଚାର 10 ପର୍ବ 46 ପଦରୁ 52 ପଦ ପର୍ଯ୍ୟନ୍ତ। ମାର୍କ ଲିଖିତ ସୁଷମାଚାର 10 ପର୍ବ 46 ପଦରୁ 52 ପଦ ପର୍ଯ୍ୟନ୍ତ। ପରେ ସେମାନେ ଜିରିହରେ ଉପସ୍ଥିତ ହେଲେ। ଆଉ ସେ ଆପଣା ଶିଷ୍ୟ ସମୂହ ଓ ବହୁ ସଂଖ୍ୟକ ଲୋକ ସହିତ ଜିରିହରୁ ପ୍ରସ୍ଥାନ କରିବା ସମୟରେ ଟିମାୟର ପୁତ୍ର ବାର୍ଟିମୟ ନାମକ ଜଣେ ଅନ୍ଧ ଭିକ୍ଷୁକ ପଥ ପାର୍ଶ୍ୱରେ ବସିଥିଲା। ସେ ଯେ ନାଜରିତୀୟ ଯୀଶୁ। ଏହା ଶୁଣି ସେ ଉଚ୍ଚ ସ୍ୱରରେ କହିବାକୁ ଲାଗିଲା, ହେ ଦାଉଦ ସନ୍ତାନ ଯୀଶୁ ମୋତେ ଦୟା କରନ୍ତୁ। ଏଥିରେ ଅନେକ ତାହାକୁ ତୁନି ହେବା ପାଇଁ ଧମକ ଦେବାକୁ ଲାଗିଲେ, କିନ୍ତୁ ସେ ଆହୁରି ଅଧିକ ଉଚ୍ଚ ସ୍ୱରରେ କହିବାକୁ ଲାଗିଲା, ହେ ଦାଉଦ ସନ୍ତାନ ମୋତେ ଦୟା କରନ୍ତୁ। ସେଥିରେ ଯୀଶୁ ଠିଆ ହୋଇ କହିଲେ, ତାହାକୁ ଡାକ। ସେମାନେ ସେହି ଅନ୍ଧ ଲୋକଟିକୁ ଡାକି କହିଲେ, ସାହସ ଧର, ଉଠ, ସେ ତୁମ୍ଭକୁ ଡାକୁଅଛନ୍ତି। ତହିଁରେ ସେ ଆପଣା ଚାଦର ଫୋପାଡ଼ି ଦେଇ ଉଠି ଯୀଶୁଙ୍କ ନିକଟକୁ ଆସିଲା। ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭ ପାଇଁ କ'ଣ କରିବି ବୋଲି ତୁମ୍ଭେ ଇଚ୍ଛା କରୁଅଛ? ସେହି ଅନ୍ଧ ଲୋକଟି ତାହାକୁ କହିଲା, ହେ ଗୁରୁ, ମୁଁ ଯେପରି ଦୃଷ୍ଟି ପାଏ। ଯୀଶୁ ତାହାକୁ କହିଲେ, ଯାଅ, ତୁମର ବିଶ୍ୱାସ ତୁମକୁ ସୁସ୍ଥ କରିଅଛି। ତତ୍କ୍ଷଣାତ୍ ସେ ଦୃଷ୍ଟି ପାଇ ପଥରେ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲା। ଏହି ବାକ୍ୟ ଦ୍ୱାରା ପ୍ରଭୁ ଆପଣମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। Hey, what's happening? What's going on? Jesus of Nazareth is passing by. Jesus! Oh, Jesus! Son of David, have mercy on me! What do you want me to do for you? I want to see again. Then see. Your faith has made you well. I can see. I can see. I can see. ଧନ୍ୟବାଦ ଜୈନ ଭାଇ। ଆଉ ବର୍ତ୍ତମାନ ଆମେ ବାକ୍ୟ ଶୁଣିବା ପାଇଁ ଯିବା। ଆମ ମଧ୍ୟରେ ସାମିଲ ଭାଇ ଅଛନ୍ତି, ସେ ଆମ ଗ୍ରହଣରେ ପ୍ରଭୁଙ୍କ ବାକ୍ୟ ଉପସ୍ଥାପନ କରିବେ। ପ୍ରଭୁ ଯୀଶୁଙ୍କ ମଧୁର ନାମରେ ସମସ୍ତଙ୍କୁ ନମସ୍କାର। ପ୍ରଭୁ ଆମକୁ ଦୟା କଲେ, ଅନୁଗ୍ରହ କଲେ ପବିତ୍ର ଦିବସ ଦେଖିବା ପାଇଁ। ଆଉ ତାଙ୍କ ଚରଣ ତଳେ ବସି ଏତେବେଳେ ପର୍ଯ୍ୟନ୍ତ ଆମେ ସୁନ୍ଦର ଭାବରେ ପ୍ରଭୁଙ୍କର ସ୍ତୁତି, ପ୍ରଭୁଙ୍କର ଆରାଧନା କଲୁ। ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ଆଡ଼କୁ ଯିବା, ଯାହା ଆମେ ଆଜିର ପ୍ରସଙ୍ଗ ନିମନ୍ତେ ମନୋନୀତ କରିଅଛୁ। ମାର୍କ ଲିଖିତ ସୁସମାଚାର 10 ପର୍ବ 46 ପଦ ଠାରୁ 52 ପଦ ପର୍ଯ୍ୟନ୍ତ। ଆଉ ଆସନ୍ତୁ ବାକ୍ୟ ଆଡ଼କୁ ଯିବା ପୂର୍ବରୁ ସଂକ୍ଷିପ୍ତ ଭାବରେ ପ୍ରାର୍ଥନା କରିବା। ଆଉ ମୋ ସହିତ ଚକ୍ଷୁ ବନ୍ଦ କରନ୍ତୁ, ଆମେ ମିଳିମିଶି ପ୍ରାର୍ଥନା କରି ପ୍ରଭୁଙ୍କ ବାକ୍ୟ ଆଡ଼କୁ ଯିବା। ସ୍ୱର୍ଗୀୟ ପିତା ପରମେଶ୍ୱର, ଆମେ ସମସ୍ତେ ତୁମ ଚରଣ ତଳେ ସମର୍ପିତ ହେଉଅଛୁ। ପ୍ରଭୁ, ଏହି ସମୟରେ ଆମେ ଯେଉଁ ଶାସ୍ତ୍ରାଂଶଟି ବାଛିଅଛୁ ପ୍ରଭୁ, ତାହା ଆମେ ଶିଖିବା ପାଇଁ ତୁମେ ଆମମାନଙ୍କୁ ଦୟା କର। ତୁମରି ସ୍ୱର୍ଗୀୟ ବୁଦ୍ଧି, ସ୍ୱର୍ଗୀୟ ଜ୍ଞାନ, ତୁମରି ଚେତନା ଆମମାନଙ୍କୁ ପ୍ରଦାନ କର। ଏକ ସରଳ ଅନ୍ତଃକରଣ ଆମମାନଙ୍କୁ ଦିଅ।
ବୁଝିବା ପାଇଁ ଆମମାନଙ୍କୁ ପ୍ରଭୁ ତୁମେ ସାହାଯ୍ୟ କର। ତଦନୁସାରେ ଆମେ ପରିଚାଳିତ ହେବୁ ତୁମ ନାମର ମହିମାର୍ଥେ ତୁମଠାରେ ପ୍ରଭୁ ଆମେ ବିଶ୍ୱାସରେ ବଢ଼ିବୁ। ସେ ପ୍ରକାର ତୁମେ ଆଜି ଦିନରେ ଆମକୁ ଆଶୀର୍ବାଦ କର। ଯୀଶୁଙ୍କ ନାମରେ ମାଗୁଅଛୁ ପିତା, ଆମେନ୍। ପୁଣି ଥରେ ମୁଁ ପ୍ରଭୁ ଯୀଶୁଙ୍କ ମଧୁର ନାମରେ ଆପଣମାନଙ୍କୁ ଆମର ଏ ଅନଲାଇନ୍ ସର୍ଭିସରେ ସ୍ୱାଗତ ଜଣାଉଛି। ଆଉ ନିୟମିତ ଭାବରେ ଆପଣମାନେ ଆମର ଏଇ ଆରାଧନାରେ ଅଂଶଗ୍ରହଣ କରି ଆଶୀର୍ବାଦ ପ୍ରାପ୍ତ ହେଉଅଛନ୍ତି, ଏହା ଜାଣି ଆପଣମାନଙ୍କ ଠାରୁ ମତାମତ ଦେଖି ଆମେ ପ୍ରଭୁଙ୍କୁ ଆପଣମାନଙ୍କ ନିମନ୍ତେ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛୁ। ଆଉ ଯଦି ଆପଣମାନଙ୍କର ମନେ ଥିବ, ମୁଁ ଗତ ଥର ଗାଲିଲି ଅଞ୍ଚଳ ବିଷୟରେ କହିଥିଲି। ଆଉ ଆଜି ଆମେ ଜିରିକୋରେ ଘଟିଥିବା ଗୋଟିଏ ଘଟଣା ସମ୍ବନ୍ଧରେ ଆମେ ଶିକ୍ଷା ଲାଭ କରିବା। ପ୍ରକୃତରେ ଜିରିକୋ ହେଉଛି ଗୋଟିଏ ଛୋଟ ସହର, ଯାହା ଜେରୁସାଲେମ ଠାରୁ ମାତ୍ର 15 ମାଇଲ ଦୂରରେ ଅବସ୍ଥିତ। ପ୍ରକୃତରେ ପ୍ରଭୁ ଯୀଶୁଙ୍କ ସମୟରେ ଏହି ସହରର ଯୋଗାଯୋଗ ବ୍ୟବସ୍ଥା ଅତି ଉନ୍ନତ ଧରଣର ଥିଲା, ଅର୍ଥାତ୍ ରାସ୍ତାଘାଟ ବହୁତ ସୁନ୍ଦର ରାସ୍ତାଘାଟ ଥିଲା। ଲୋକମାନେ ଯିବା ଆସିବା ନିମନ୍ତେ ଏହା ଯୋଗାଯୋଗ ନିମନ୍ତେ ଏହା ବହୁତ ସେଥି ନିମନ୍ତେ କୁହାଯାଉଛି ଭଲ ଉନ୍ନତ ଧରଣର ଥିଲା। ସେହି ସମୟରେ ଥରେ ଶିଷ୍ୟମାନଙ୍କ ସହିତ ପ୍ରଭୁ ଯୀଶୁ ଯାଇଅଛନ୍ତି। ସେ ଯେତେବେଳେ ଜିରିକୋରେ ଅଛନ୍ତି, ଜିରିକୋରେ ଉପସ୍ଥିତ ହେଲେ, ସେଠାରେ ବାଟିମୟ ନାମକ ଜଣେ ଅନ୍ଧ ବ୍ୟକ୍ତି ଥିଲେ। ଭାଇ ଜମିନ ପଡ଼ିଲା ବେଳେ ଆପଣମାନେ ଧ୍ୟାନ ସହିତ ଶୁଣୁଥିବେ। ସେ ରାସ୍ତା କଡ଼ରେ ବସିକି ଭିକ୍ଷା ନେଇ ଲୋକମାନଙ୍କ ଠାରୁ ଭିକ୍ଷା ମାଗିକି ସେ ନିଜର ପ୍ରତିପୋଷଣ କରୁଥିଲେ। ଆଉ ଯଦି ଆମେ ଦେଖିବା, ସେ ଶୁଣୁଅଛନ୍ତି ନାଜରିତୀୟ ଯୀଶୁ ଏଠାରେ ଆସିଅଛନ୍ତି, ଆଉ ଜନସମୂହର ଗହଳି ସେଠାରେ ଅଛି। ସେହି ସମୟରେ ସେ ନିଜ ମନ ମଧ୍ୟରେ ତା ମନରେ ବିଶ୍ୱାସ ଜାତ ହେଉଛି ସେ ସୁସ୍ଥତା ନିମନ୍ତେ। ଆଉ ସେ ଅତି ଚିତ୍କାର କରି କହୁଛି, ହେ ନାଜରିତୀୟ ଯୀଶୁ, ହେ ଦାଉଦ ସନ୍ତାନ ଯୀଶୁ, ମୋତେ ଦୟା କରନ୍ତୁ ବୋଲି। ଲୋକମାନେ ତୁନି ହେବା ପାଇଁ କହୁଛନ୍ତି, ଆଉ ସେ କିନ୍ତୁ ତୁନି ହେଇକି ରହୁନାହିଁ, ଅଧିକ ଚିତ୍କାର କରି ଡାକୁଛି। ତାପରେ ଆମେ ଦେଖୁଛୁ ପ୍ରଭୁ ଯୀଶୁ ତାଙ୍କ ସେ ଚାଲିବା ଠାରୁ ଅଟକି ଯାଉଛନ୍ତି ଆଉ ପଚାରୁଛନ୍ତି, ମୁଁ ତୁମ ପାଇଁ କ'ଣ କରିବି? ମୁଁ ତୁମ୍ଭ ପାଇଁ କ'ଣ କରିବି ବୋଲି ତୁମେ ଇଚ୍ଛା କରୁଅଛ? ଆଉ ଏହି ସମୟରେ ସେ ଲୋକଟି କହୁଛି, ମୁଁ ଯେପରି ଦୃଷ୍ଟି ପାଏ। ଆଉ ପ୍ରଭୁ ତଦନୁସାରେ ସେହି ବ୍ୟକ୍ତିଙ୍କୁ ସୁସ୍ଥତା ଦେଉଛନ୍ତି। ପ୍ରଭୁଙ୍କ ମହାନାମର ଧନ୍ୟବାଦ ହେଉ। ସେ ହେଉଛନ୍ତି ସୁସ୍ଥକାରୀ ପରମେଶ୍ୱର। ସେଦିନ ଗୋଟିଏ ଅନ୍ଧ ବ୍ୟକ୍ତିଙ୍କୁ ସୁସ୍ଥତା ଦେଇଥିଲେ। ଆଉ ଏହି ଅଂଶ ଆଜିର ପରିସ୍ଥିତିରେ ଆମକୁ ଅନେକ ଶିକ୍ଷା ଦିଏ। ବିଶେଷ କରି ଯେଉଁ ପ୍ରକାର ମାରାତ୍ମକ ରୋଗ ଗୁଡ଼ିକର ସମୟ ମଧ୍ୟରେ ଆମେ ଅଛୁ, ଯାହାଠାରୁ ସୁସ୍ଥତା ବହୁତ କଷ୍ଟ, ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି। ଏ ପ୍ରକାର ପରିସ୍ଥିତିରେ ବଡ଼ ରୋଗ ହେଉ କିମ୍ବା ଛୋଟ ଛୋଟ ଅସୁସ୍ଥତା ହେଉ, ପ୍ରତ୍ୟେକ ସୁସ୍ଥତା ନିମନ୍ତେ ଆମେ ପ୍ରଭୁଙ୍କଠାରେ ଏହି ଅଂଶରୁ କିଛି ବିଷୟ ଶିଖି ହେବ। ଏଥି ନିମନ୍ତେ ମୁଁ ଏହି ଅଂଶକୁ ଏ ପ୍ରକାର ନାମକରଣ କରିଛି ଆଜିର ଶିକ୍ଷା ନିମନ୍ତେ, ଐଶ୍ୱରିକ ପରିତ୍ରାଣ, ଡିଭାଇନ୍ ଡେଲିଭରେନ୍ସ। ଐଶ୍ୱରିକ ପରିତ୍ରାଣ। ଆସନ୍ତୁ ଆମେ ଐଶ୍ୱରିକ ପରିତ୍ରାଣ ସମ୍ବନ୍ଧରେ ଏହି ଶାସ୍ତ୍ରାଂଶରୁ 4ଟି ବିଷୟ ଶିଖିବା। ପ୍ରିୟ ଭାଇ ଓ ଭଉଣୀମାନେ, କିଛି ଦିନ ଆଗରେ ଏ ପ୍ରକାର କେତୋଟି ଇଣ୍ଟରନ୍ୟାସନାଲ ମିଡ଼ିଆରେ ଶୁଣାଗଲା ଯେ ଯେତେବେଳେ କରୋନା ଭାଇରସର ପ୍ରକୋପ ଚାଲିଛି, ହ୍ୟୁମାନ୍ ଟ୍ରାଫିକିଂର ସମସ୍ୟା ବଢ଼ିବ। ଲୋକମାନେ ପୁଅ ଝିଅମାନଙ୍କୁ ବିଭିନ୍ନ ପ୍ରକାର କାମ ନିମନ୍ତେ ନେଇଯିବେ। ଆଉ ଯଦି ଆମେ ଦେଖିବା ଏ ଅଂଶରୁ, ଅନେକ ଲୋକ ପୁଅ ଝିଅମାନଙ୍କୁ ନେଇକି ସେମାନଙ୍କର ଘର କାମ ପାଇଁ ଆଉ ସେମାନଙ୍କର ବ୍ୟବସାୟରେ ଲଗାଇବେ। ବିଶେଷ କରି ଅନେକ ଲୋକ ଭିକ ମାଗିବା ପାଇଁ ବେଗିଂ ମାଫିଆ ମାନେ ମଧ୍ୟ ଏ ପ୍ରକାର ପୁଅ ଝିଅମାନଙ୍କୁ ନେଇକି ତାଙ୍କର କାମରେ ଲଗାଇବାର ସମ୍ଭାବନା ରହୁଛି। ଏ ପରିସ୍ଥିତିରେ ଆମେ ବାଟିମୟ ଅନ୍ଧଠାରୁ ଶିଖିବା ଯେ ଏ ପରିସ୍ଥିତିକୁ ଆମେ କି ପ୍ରକାର ସାମନା କରିବା, ଆଉ ଏ ପରିସ୍ଥିତିରେ ଆମେ କି ପ୍ରକାର ଈଶ୍ୱରଙ୍କଠାରେ ପ୍ରଭୁଙ୍କଠାରେ ଆମେ ବଢ଼ିପାରିବା।
ପ୍ରଥମ ବିଷୟ ହେଉଛି ଐଶ୍ୱରିକ ପରିତ୍ରାଣର ପ୍ରଥମ ବିଷୟ ହେଉଛି କ୍ରନ୍ଦନ। କ୍ରନ୍ଦନ ସୁସ୍ଥତା ବା ରକ୍ଷାପ୍ରାପ୍ତ ହେବାର ପ୍ରଣାଳୀ ଅଟେ। ପ୍ରଥମ ବିଷୟ ମୁଁ ରିପିଟ୍ କରୁଛି, କ୍ରନ୍ଦନ ସୁସ୍ଥତା ବା ରକ୍ଷାପ୍ରାପ୍ତ ହେବାର ଏକ ପ୍ରଣାଳୀ ଅଟେ। ଯଦି ଆମେ 47 ପଦକୁ ପାଠ କରିବା, ସେଠି ଏ ପ୍ରକାର ଲେଖା ଅଛି, ସେ ଯେ ନାଜରିତ ଯୀଶୁ, ଏହା ଶୁଣି ସେ ଉଚ୍ଚ ସ୍ୱରରେ କହିବାକୁ ଲାଗିଲେ, ହେ ଦାଉଦ ସନ୍ତାନ ଯୀଶୁ ମୋତେ ଦୟା କରନ୍ତୁ। ଏଠି ଉଚ୍ଚ ସ୍ୱରରେ କହୁଛି, ହେ ଦାଉଦ ସନ୍ତାନ ଯୀଶୁ ମୋତେ ଦୟା କରନ୍ତୁ। କେତେଜଣ ବାଇବେଲ ବିଶେଷଜ୍ଞ ମାନେ ଏ ବାକ୍ୟକୁ ଏ ପ୍ରକାର ବୁଝାନ୍ତି ଯେ ସେ ଲୋକ ଖାଲି ଉଚ୍ଚ ପାଟି କରିକି ଡାକୁନାହିଁ, କ୍ରନ୍ଦନର ସହିତ ସେ ଚିତ୍କାର କରୁଛି ଆଉ ନିଜର ଅସୁସ୍ଥତା ନିମନ୍ତେ ଈଶ୍ୱରଙ୍କଠାରେ ସାହାଯ୍ୟ ମାଗୁଛି ବୋଲିକି। ଆଉ ଯଦି ସେ ପ୍ରକାର ହେଇଥାଏ ତାହେଲେ ପ୍ରକୃତରେ କ୍ରନ୍ଦନ ହେଉଛି ଏକ ମାଧ୍ୟମ ଯାହାଦ୍ୱାରା ଆମେ ଈଶ୍ୱରଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହୋଇପାରିବା। ପ୍ରିୟ ଭାଇ ଓ ଭଉଣୀମାନେ, ସେ ଯଦି ଆମେ ତା'ର ପରିସ୍ଥିତିକୁ ଚିନ୍ତା କରିବା, ଶାରୀରିକ ଭାବରେ ସେ ଜଣେ ଅକ୍ଷମ ବା ଭିନ୍ନକ୍ଷମ, ଆଉ ସେ ଜଣେ ଅନ୍ଧ ବ୍ୟକ୍ତି ଥିଲା। ସେ ଦେଖିପାରୁନଥିଲା, କେବଳ ସେ ଶୁଣୁଛି। ତଦ୍ବ୍ୟତୀତ ଯଦି ଆମେ ଧାର୍ମିକ କଥା ଚିନ୍ତା କରିବା, ସେ ଲୋକ ପ୍ରତ୍ୟେକ ଧାର୍ମିକ କାର୍ଯ୍ୟକ୍ରମ ଠାରୁ ଅଲଗା ରହୁଥିଲା। ସେ କୌଣସି ସହଭାଗିତାରେ ମିଶୁନାହିଁ, କୌଣସି ପ୍ରକାର ମଣ୍ଡଳୀରେ ସେ ମିଶୁନାହିଁ, ସେ ଏକାକୀ ବସବାସ କରୁଥିଲା ଆଉ ସେ ଭିକ୍ଷାବୃତ୍ତି କରିକି ନିଜର ପ୍ରତିପୋଷଣ କରୁଥିଲା। ଯଦି ଆମେ ସାମାଜିକ ଭାବରେ ଦେଖିବା, ସେ ଲୋକ ଏକ ନିଚ ସ୍ତରର ଲୋକ ଥିଲା। ତା ପାଖରେ ବେଶୀ ପଇସା ନାହିଁ, ସେଥି ନିମନ୍ତେ ସେ ଭିକ୍ଷାବୃତ୍ତି କରୁଅଛି। ସେ ଜାଣିଛି ଯଦି ମୁଁ ଏଇ ଚକ୍ଷୁ ରୋଗଠାରୁ ସୁସ୍ଥତା ପାଇବି, ମୁଁ ପ୍ରତ୍ୟେକ ପ୍ରକାର ଧାର୍ମିକ କିମ୍ବା ସାମାଜିକରେ ଭାବରେ ସେ ଯେମିତି ତାଡ଼ିତ ଅଛି, ଗୋଟିଏ ମାର୍ଜିନରେ ଠିଆ ହେଇଛି। ସେ ଭାବୁଛି ମୁଁ ଯଦି ସୁସ୍ଥତା ପାଏ ମୁଁ କେନ୍ଦ୍ରରେ ଆସିକି ଉପସ୍ଥିତ ହେବି, ମୁଁ ମାର୍ଜିନ ନୁହେଁ କେନ୍ଦ୍ର ହେବି, ମୁଁ ମୁଖ୍ୟ ବ୍ୟକ୍ତି ହେବି। ଆଉ ସେଥି ନିମନ୍ତେ ସେ ଚିତ୍କାର କରୁଛି ଆଉ ସେ କହୁଛି, ହେ ଦାଉଦ ସନ୍ତାନ ଯୀଶୁ ମୋତେ ଦୟା କରନ୍ତୁ। ପ୍ରକୃତରେ ପ୍ରଭୁ ଯୀଶୁ ତା'ର କ୍ରନ୍ଦନକୁ ଶୁଣୁଛନ୍ତି। ପ୍ରଭୁ ପ୍ରକୃତରେ ଆମମାନଙ୍କର ଡାକ ଶୁଣିବା ପରମେଶ୍ୱର ଅଟନ୍ତି। ଯେତେବେଳେ ଆମେ ପ୍ରଭୁଙ୍କୁ ଡାକ ପକାଉ, ପ୍ରଭୁ ସେ ଶୁଣନ୍ତି, ସେ ଆମକୁ ଉତ୍ତର ମଧ୍ୟ ଦିଅନ୍ତି। ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନଙ୍କ ଜୀବନରେ କିଛି କଷ୍ଟ, କିଛି ସମସ୍ୟା ଅଛି କି? ଆଉ ସେ ସମସ୍ୟାକୁ ନେଇ ଆପଣ ଚିନ୍ତିତ ଆଉ ଦୁଃଖିତ ଅଛନ୍ତି କି? ଆଜି ଏହି ବାଟିମୟ ଅନ୍ଧଠାରୁ ଆମେ ଶିଖିବା, ଆମେ ପ୍ରଭୁଙ୍କୁ ଡାକ ପକାଇବା, ପ୍ରଭୁ ଆମକୁ ଏହିଠାରୁ, ଆମର ଏହି କଷ୍ଟ ସମସ୍ୟା ଠାରୁ ଆମମାନଙ୍କୁ ରକ୍ଷା କରିବେ। ପ୍ରକୃତରେ ସେ ହେଉଛନ୍ତି ଉଦ୍ଧାରକର୍ତ୍ତା ପରମେଶ୍ୱର, ସେ ରକ୍ଷାକର୍ତ୍ତା ପରମେଶ୍ୱର, ସେ ଆମର କ୍ରନ୍ଦନକୁ ଶୁଣିବାର ପରମେଶ୍ୱର। ଆଉ ସେ ଶୁଣିବେ ଆଉ ଉଦ୍ଧାର ମଧ୍ୟ କରିବେ। ପ୍ରକୃତରେ ଯଦି ଏହି ଅଂଶକୁ ଦେଖିବା, ଅନେକ ଲୋକମାନେ ତାଙ୍କୁ ଅଟକାଉଛନ୍ତି, କାହିଁକି ତୁମେ ପାଟି କରୁଅଛ? 48 ପଦରେ ଏ ପ୍ରକାର ଲେଖା ଅଛି, ମୁଁ ପଢ଼ୁଛି। ଏଥିରେ ଅନେକ ତାହାଙ୍କୁ ତୁନି ହେବା ପାଇଁ ଧମକ ଦେବାକୁ ଲାଗିଲେ, କିନ୍ତୁ ସେ ଆହୁରି ଅଧିକ ଉଚ୍ଚ ସ୍ୱରରେ କହିବାକୁ ଲାଗିଲା, ହେ ଦାଉଦ ସନ୍ତାନ ମୋତେ ଦୟା କରନ୍ତୁ, ହ୍ୟାଭ୍ ମର୍ସି ଅପନ୍ ଆସ୍। ପ୍ରକୃତରେ ଯେଉଁମାନେ ଦୟାର ଅନୁସନ୍ଧାନ କରନ୍ତି, ପ୍ରଭୁଙ୍କଠାରୁ ଦୟା ପ୍ରାପ୍ତ ହେବା ପାଇଁ କ୍ରନ୍ଦନ କରନ୍ତି, ପ୍ରଭୁ ସେମାନଙ୍କୁ ଆଶୀର୍ବାଦ କରନ୍ତି ଆଉ ପ୍ରଭୁ ସେମାନଙ୍କର ଗୁହାରି ଶୁଣି ପ୍ରଭୁ ସେମାନଙ୍କୁ ତାଙ୍କ ପ୍ରତ୍ୟେକ ପ୍ରକାର ବନ୍ଧନ ଠାରୁ ମୁକ୍ତି କରନ୍ତି। ଆପଣମାନେ କୌଣସି ପ୍ରକାର ଖରାପ ଅଭ୍ୟାସର ବନ୍ଧନରେ ଅଛନ୍ତି କି? କୌଣସି ପ୍ରକାର ଭୀଷଣ ରୋଗରେ ପୀଡ଼ିତ ଅଛନ୍ତି କି? ପ୍ରିୟ ଭାଇ ଓ ଭଉଣୀମାନେ, ପ୍ରଭୁଙ୍କଠାରେ ଭରସା ରଖନ୍ତୁ, ପ୍ରଭୁଙ୍କୁ ଡାକ ପକାନ୍ତୁ, ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତୁ। ସେ ଆପଣଙ୍କୁ ଆଉ ମୋତେ ଉଦ୍ଧାର କରିବା ପାଇଁ ସକ୍ଷମ ପରମେଶ୍ୱର ଅଟନ୍ତି। ଯେତେବେଳେ ଆମେ ତାଙ୍କ ନିକଟରେ ଡାକ ପକାଉ, ସେ ଆମର ଡାକକୁ ଶୁଣନ୍ତି, ଆମର ଅଭାବକୁ ବୁଝନ୍ତି ଆଉ ତାହା ପୂରଣ ମଧ୍ୟ କରନ୍ତି। ଆମେ ଦ୍ୱିତୀୟ ବିଷୟକୁ ଯିବା।
ଦ୍ୱିତୀୟ ବିଷୟ ହେଉଛି ପ୍ରତିକୂଳ ଶକ୍ତିର ସମ୍ମୁଖୀନ ହେବା ବେଳେ ଯୀଶୁ ସପକ୍ଷବାଦୀ ଅଟନ୍ତି। 48 ପଦ ଉପରେ ଆଧାରିତ ମୁଁ ପୁଣି ଥରେ ପଢ଼ୁଛି। ପ୍ରତିକୂଳ ଶକ୍ତିର ସମ୍ମୁଖୀନ ହେବା ବେଳେ ଯୀଶୁ ସପକ୍ଷବାଦୀ ଅଟନ୍ତି। ପ୍ରିୟ ଭାଇ ଓ ଭଉଣୀମାନେ, ଆମେ ଯେଉଁ ମହାମାରୀର ସମ୍ମୁଖୀନ ହେଉଛୁ ଆଉ ବିଭିନ୍ନ ପ୍ରକାର ସମସ୍ୟା ଆମ ଜୀବନରେ ଆସୁଛି, ଏ ପ୍ରକାର ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଆମେ ଯେତେବେଳେ ବାସ କରୁଛୁ, ମନେ ରଖନ୍ତୁ ଅନ୍ୟମାନେ ଆମର ସହବର୍ତ୍ତୀ ନ ହେଲେ ମଧ୍ୟ, ସମସ୍ତେ ଆମକୁ ପରିତ୍ୟାଗ କଲେ ମଧ୍ୟ ପ୍ରଭୁ ଆମର ସପକ୍ଷବାଦୀ ପରମେଶ୍ୱର ଅଟନ୍ତି। ଲୋକମାନେ ବାଟିମୟକୁ ଚୁପ୍ କରିବା ପାଇଁ, ତା'ର ପାଟିକୁ ବନ୍ଦ କରିବା ପାଇଁ ସେମାନେ ଚିତ୍କାର କରୁଛନ୍ତି। ବାଟିମୟର ଅଭାବ ଲୋକମାନଙ୍କ ଦୃଷ୍ଟିଗୋଚର ହେଉନାହିଁ। ବାଟିମୟ ଯେଉଁ ଅନ୍ଧ ବ୍ୟକ୍ତିଟି ଥିଲା, ସେ ସୁସ୍ଥତା ପାଉ ଏ ପ୍ରକାର କୌଣସି ଲୋକମାନଙ୍କର ମନରେ ସେ ପ୍ରକାର ଧାରଣା ଆସୁନାହିଁ। ଆଉ ସେ ଯେତେବେଳେ ସୁସ୍ଥତା ନିମନ୍ତେ ପ୍ରାର୍ଥନା କରୁଛି, ତା'ର ପ୍ରାର୍ଥନାକୁ ଲୋକମାନେ ଅଟକାଉଛନ୍ତି। ଆଜିର ଭାରତର ପରିସ୍ଥିତି, ଆମ ସମସ୍ତଙ୍କର ପରିସ୍ଥିତି ମଧ୍ୟ ସେ ପ୍ରକାର। ଯେତେବେଳେ ଆମେ ସୁସ୍ଥତା ଚାହୁଁଛୁ, କିନ୍ତୁ ସୁସ୍ଥତା ପାଇବା ପାଇଁ ଯେଉଁଠାରେ ଆମେ ସମବେତ ହେଉଥିଲୁ, ସେ ପ୍ରକାର ସବୁ ଧର୍ମ କ୍ଷେତ୍ରରେ ଧାର୍ମିକ କାର୍ଯ୍ୟକ୍ରମ ଗୁଡ଼ିକୁ ବନ୍ଦ କରାଯାଇଛି। ଆମେ ଜାଣିଛୁ ପରମେଶ୍ୱରଙ୍କ ଠାରେ ସୁସ୍ଥତା ଅଛି, ଆଉ ସେ ସୁସ୍ଥତା ପ୍ରଦାନ କରିବେ। ବାଟିମୟ ସେ ସୁସ୍ଥତା ହେବା ନିମନ୍ତେ, ନିଜର ରୋଗଠାରୁ ମୁକ୍ତ ପାଇବା ନିମନ୍ତେ ସେ ଚିତ୍କାର କରୁଛି, ଆଉ ଲୋକମାନେ ତାକୁ ବନ୍ଦ କରୁଛନ୍ତି। କିନ୍ତୁ ସେ ବନ୍ଦ ହେଇ ରହୁନାହିଁ, ସେ ଚୁପ୍ ହେଇକି ରହୁନାହିଁ। ମୁଁ କହୁଥିଲି ଯୀଶୁ ହେଉଛନ୍ତି ସପକ୍ଷବାଦୀ। ଯେଉଁ ଲୋକମାନେ ତାଙ୍କୁ ଅଟକାଉଥିଲେ, ସେ ସମୟରେ ଯୀଶୁ ତାଙ୍କର ବାଟିମୟର ସପକ୍ଷବାଦୀ ହେଉଛନ୍ତି। 39 ପଦରେ ଲେଖା ଅଛି, ସେଥିରେ ଯୀଶୁ 49 ପଦରେ, ସେଥିରେ ଯୀଶୁ ଠିଆ ହୋଇ କହିଲେ, ତାହାକୁ ଡାକ। ଆଉ ସେମାନେ ସେହି ଅନ୍ଧ ଲୋକଟିକୁ ଡାକି କହିଲେ, ସାହସ ଧର, ଉଠ, ସେ ତୁମକୁ ଡାକୁଅଛନ୍ତି। ପ୍ରଭୁଙ୍କ ନାମରେ ମହିମା ହେଉ, ପ୍ରଭୁଙ୍କର ସ୍ତୁତି ହେଉ। ତାଙ୍କର ଯାତ୍ରା ଅଟକିଗଲା। ପ୍ରଭୁ ଠିଆ ହେଲେ ଆଉ କହିଲେ, ସେ ବ୍ୟକ୍ତିଙ୍କୁ ଡାକ, ସେ ଲୋକଟିକୁ ଡାକ ବୋଲିକି। ପ୍ରକୃତରେ ଆମର ଦୁର୍ଦ୍ଦଶା, ଆମର ପରିସ୍ଥିତି ଅନ୍ୟମାନଙ୍କ ଦୃଷ୍ଟିଗୋଚରରେ ନ ଆସିଲେ ମଧ୍ୟ, ଆମେ ଯେତେବେଳେ ପରମେଶ୍ୱରଙ୍କ ନିକଟରେ ଡାକ ପକାଉଛୁ, ପରମେଶ୍ୱର ଆମର ଡାକକୁ ଶୁଣି ସେ ଆମ ପ୍ରତି ଦୃଷ୍ଟି ଦେଉଅଛନ୍ତି। ଆମର ଅଭାବ ପ୍ରତି ସେ ଦୃଷ୍ଟି ଦେଉଛନ୍ତି, ଆମର କ୍ରନ୍ଦନ ପ୍ରତି ସେ ଦୃଷ୍ଟି ଦେଉଛନ୍ତି। ଲୋକମାନେ ସମସ୍ତେ ଆମକୁ ଚୁପ୍ ରହିବା ପାଇଁ ଆମର ବିପକ୍ଷ ହେଲା ବେଳେ, ପରମେଶ୍ୱର ଆମର ସପକ୍ଷ ହେଉଛନ୍ତି। ସେ କହୁଛନ୍ତି, ସେଇ ଲୋକକୁ ଡାକ, ତାଙ୍କୁ ମୋ ନିକଟକୁ ଆସିବା ପାଇଁ ଦିଅ ବୋଲି। ଆଜିର ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ପାଇଁ ଗୋଟିଏ ଉତ୍ତମ ଶିକ୍ଷା କ'ଣ? ଏହି ଲକଡାଉନ୍ ଆମମାନଙ୍କୁ ପ୍ରଭୁଙ୍କ ନିକଟକୁ ଯିବା ପାଇଁ ଅଟକାଇ ପାରିବ ନାହିଁ। ହୁଏତ ଚର୍ଚ୍ଚ ବନ୍ଦ ହେବ, କିନ୍ତୁ ଆମର ଆଉ ପରମେଶ୍ୱରଙ୍କ ମଧ୍ୟରେ ଯେଉଁ ସହଭାଗିତା ଅଛି, ତାହା ଦୃଢ଼ ହେବ। ଏହି ସମୟରେ ଆମେ ଅଧିକରୁ ଅଧିକ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବା। ଯେ ପ୍ରକାର ବାଟିମୟକୁ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବା ନିମନ୍ତେ ଅଟକା ଯାଉଥିଲା, ତଥାପି ସେ ଅଧିକରୁ ଅଧିକ ଯତ୍ନବାନ ହୋଇ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେଲା, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟବର୍ତ୍ତୀ ହେଲା। ସେ ପ୍ରକାର ଆମେ ଯେତେ ପ୍ରତିବାଦ ହେଲେ ମଧ୍ୟ ଆମେ ଅଧିକରୁ ଅଧିକ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବା ପାଇଁ ଯତ୍ନବାନ ହେବା। ଆଉ ମନେ ରଖନ୍ତୁ, ଯେତେ ବିରୋଧୀ ଶକ୍ତି ଅଛି, ସେ ସବୁ ଶକ୍ତି ବିରୁଦ୍ଧରେ ଆମେ ଲଢ଼େଇ କଲାବେଳେ ପରମେଶ୍ୱର ପ୍ରଭୁ ଯୀଶୁଖ୍ରୀଷ୍ଟ ଆମର ସପକ୍ଷବାଦୀ ପରମେଶ୍ୱର ଅଟନ୍ତି। ସେ ଆମ ସପକ୍ଷରେ ଅଛନ୍ତି। ସେ ଆମ ସପକ୍ଷରେ ଥାଇ ଆମର ପ୍ରତ୍ୟେକ ବିଷୟକୁ ଶୁଣନ୍ତି, ଆଉ ସେ ଆମକୁ ଆଶୀର୍ବାଦ କରନ୍ତି। ତୃତୀୟ ବିଷୟ ଆମେ ଶିଖିବା, ଯୀଶୁଙ୍କ ଠାରେ ଅବିଚଳ ଦୃଢ଼ ବିଶ୍ୱାସ ମୁକ୍ତି ସାଧନ କରିଥାଏ। ଯୀଶୁଙ୍କ ଠାରେ ଅବିଚଳ ଦୃଢ଼ ବିଶ୍ୱାସ ମୁକ୍ତି ସାଧନ କରିଥାଏ। 49 ପଦ ଠାରୁ 52 ପଦ ମଧ୍ୟରେ ଏ ପଏଣ୍ଟକୁ ଆମେ ଶିଖିବା। ପ୍ରିୟ ଭାଇ ଓ ଭଉଣୀମାନେ, ଦୃଢ଼ତାର ସହିତ ପ୍ରଭୁ ଯୀଶୁଙ୍କ ଠାରେ ବିଶ୍ୱାସ କରନ୍ତୁ। ଯେ ପ୍ରକାର ବାଟିମୟ ବିଶ୍ୱାସ କରୁଥିଲା, ସେ ବିଶ୍ୱାସ କରୁଥିଲା, ମୁଁ ଯେ ପ୍ରକାର ସୁସ୍ଥତା ପାଏ। ସେ ବିଶ୍ୱାସ କରୁଥିଲା,
प्रभु मते सुस्थता देबे मोर ए परिस्थिति बदली जीव मु रोग ठारू सुस्थता पाइबी मु आर्थिक अभाव अनाटन ठारू मु सुस्थता पाइबी समाज रे मु नगण्य है कि अछि मोर सम्मान बढ़िबो धार्मिक क्षेत्र रे मु परमेश्वर निकट रे जाई परिबी तांको निकट रे बसी तांकर आराधना करि परिबी मंडली रे मोर मध्य गोटिए स्थान रहिबो मु मध्य मंडली रो परमेश्वरंकर आराधना रे अंश ग्रहण करिबी ए प्रकार दृढ़ विश्वासर सहित से प्रभु जीशुଙ୍କ निकटवर्ती होउछि से निश्चित भाव से सुस्थता निमंते जीशुଙ୍କ ठारे डाक पकाउछि ता ठारे कौनसी प्रकार संदेहता नहीं ता मनरे दृढ़ विश्वास अछि अनसेकेबल फेथ अछि ता पाखरे आ तो द्वारा से सुस्थता पाउछि प्रिय भाई भौणी माने जो माने प्रभु जीशुଙ୍କ ठारे विश्वास करती से माने परित्राण पाती मुक्ति पाती अनंत जीवन अधिकारी हुअन्ति जहन लिखित सुसमाचार तार 3 पर्व 16 पदर लिखा जाए कारण ईश्वर जगत को एडे प्रेम कले जे से अपना अद्वितीय पुत्र को दान कले जेपरि जे के ताहांक ठारे विश्वास करे से विनष्ट न होई अनंत जीवन प्राप्त हुए प्रिय भाई भौणी माने पापर बोझरे आपण माने बोझग्रस्त होइछन्ति कि आपण माने इआडे सिआडे एपटे सेपटे चारिआडे मुक्तिर अनुसंधान रे बुलुछन्ति कि आपण माने रोगरे रोगग्रस्त है कि व्याकुलित अछन्ति कि सुस्थता निमंते प्रार्थना करूछन्ति कि आपण माने चिंतारे अछन्ति कि चिंतार बोझरे पड़िछन्ति कि आ चिंता ठारो मुक्ति हेबा पई आपण माने चिंतित कि चाहुछन्ति कि प्रभु जीशुଙ୍କ निकटरे आसन्तु प्रभु जीशुଙ୍କ ठारे विश्वास करन्तु कहन्तु प्रभु यह मु मुक्ति पाइबा पई चाहुछि प्रभु मते तुमे दया कर तुमे ही मोर मुक्ति करता बोली प्रभुଙ୍କ ठारे विश्वास करन्तु जे कौनसी लोक हेउना काहेकि जी प्रभुଙ୍କ नाम धरी प्रभुଙ୍କୁ प्रार्थना करिवो से उद्धार पाइबो प्रभुଙ୍କ वाक्य कहे समस्त को से बिना मूल्य रे परित्राण देबे आपण माने जानନ୍ତି कि जो समय आमे अयोग्य थिलु आमे प्रभुଙ୍କ विरुद्धाचरण करुथिलु पाप रे पढ़िकी थिलु से समय रे प्रभु आम मान को मुक्ति देवा निमंते ए पृथ्वी मध्य रे आसिले से जो स्थान रे विचारित है आमे मृत्यु मुखरे पड़िबार थिला नरक रे पड़िबार थिला से प्रकार अनंत नरकरु उद्धार करबा पई प्रभु मनुष्य रूप धारण करी यीशु ख्रीष्ट भाव रे ए पृथ्वी रे आसिले आम मानकर दुख कष्ट जंत्रणा को से निज ऊपर धारण कले क्रूस रे तांकु चढ़ाई दिया गला से दीर्घ समय क्रूस ऊपर झुलिले आ तथापि से कहले पिता एमान को क्षमा करो कारण एमाने कौन करूछंती एमाने जानती नहीं बोली आम मान निमंते से प्रार्थना कले से क्षमाशील परमेश्वर से आमको क्षमा देवा पाई इच्छुक से आमको मृत्यु उद्धार करबा पाई से निजे मृत्यु वरण कले से आमको सुस्थता देवा निमंते से निजे क्षत विक्षत हेले आ से प्रत्येक प्रकार जंत्रणा को सह्य कले प्रत्येक प्रकार रोग ठारू प्रत्येक प्रकार क्लेश ठारू पुणी पाप ठारू से मुक्ति दे आम मान को परित्राण देवा परमेश्वर बाटिमय अंध से दिन प्रभुଙ୍କ निकटरे मुक्ति निमंते तार से रोग ठारू मुक्ति निमंते क्लेश ठारू मुक्ति निमंते चित्कार कला से सुस्थता पाइला प्रिय भाई भौणी माने केवल रोग नुहे आमको यही संसार पाप ठारू पापर बोझ ठारू प्रभु मुक्ति देवे आमे प्रभु जीशुଙ୍କ ठारे विश्वास करिबा दृढ़तार सहित विश्वास करिबा से ही ईश्वर केवल ताहांको नाम रे ही परित्राण अछि आपण प्रभु जीशुଙ୍କୁ निज हृदय रे उद्धारकर्ता रूपे स्थान देई अछंती कि जदि एपर्यंत देई नाहंती आज हूँ सुवर्ण सुजोग प्रभु को आह्वान करंतु आ कहतु प्रभु मु तुम ठारे विश्वास करुछि प्रभु तुम्हें मो निमंते क्रूसरे हत होइथिलो मु जो स्थान रे मरिबार थिला मो निमंते तुम्हें मृत्युवरण करथिलो प्रभु मु पापी मते क्षमा कर बोली प्रभु ठारे प्रार्थना करंतु प्रभु मु विश्वास करुछि तुम्हें ही उद्धार करता परमेश्वर बोली कहतु आहु से बाटिमयर परमेश्वर जी बाटिमय को सुस्थता देथिले सेही परमेश्वर आपण को मते मध्य सुस्थता देवे चतुर्थ विषय आम माने शिखिबा अन्य मानक ठारू साहाय्य अपेक्षा करिबा परिवर्ते जीशुଙ୍କ ठारे भिकारी हेबा उत्तम अटे मु रिपीट करुछि अन्य मानक ठारू साहाय्य अपेक्षा करिबा परिवर्ते जीशु ख्रीष्टଙ୍କ ठारे भिकारी हेबा उत्तम अटे 51 और 52 पद उपरे आधारित ए प्रकार लिखा जाए जीशु तांकु उत्तर देले मु तुम पाई कौन करिबी बोली तुम्हें इच्छा करूअछ
ସେହି ଅନ୍ଧ ଲୋକଟି ତାହାଙ୍କୁ କହିଲା, ହେ ଗୁରୁ, ମୁଁ ଯେପରି ଦୃଷ୍ଟି ପାଏ। ଯୀଶୁ ତାହାଙ୍କୁ କହିଲେ, ଯାଅ, ତୁମର ବିଶ୍ୱାସ ତୁମକୁ ସୁସ୍ଥ କରିଅଛି। ତତ୍କ୍ଷଣାତ୍ ସେ ଦୃଷ୍ଟି ପାଇ ପଥରେ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲା। ପ୍ରଭୁଙ୍କ ନାମର ସ୍ତୁତି ହେଉ। ପ୍ରଭୁ ସେହି ଲୋକଟିକୁ ସୁସ୍ଥତା ଦେଲେ। ପ୍ରଭୁ ସମ୍ପୂର୍ଣ୍ଣ ରୂପେ ତାର ଚକ୍ଷୁକୁ ଭଲ କରିଦେଲେ। ସେ ଦେଖିପାଇଲା, ଦୃଷ୍ଟି ପାଇଲା। ପ୍ରିୟ ଭାଇ ଓ ଭଉଣୀମାନେ, ଅନେକ ସମୟରେ ଆମେ ସାହାଯ୍ୟ ନିମନ୍ତେ ଲୋକମାନଙ୍କ ଉପରେ ନିର୍ଭର କରିଥାଉଛୁ, କିନ୍ତୁ ଲୋକମାନଙ୍କର ସାହାଯ୍ୟ ସଦାସର୍ବଦା ଆମମାନଙ୍କୁ ତୁଷ୍ଟି କରିପାରେ ନାହିଁ। ଆମମାନେ ଲୋକମାନଙ୍କର ସାହାଯ୍ୟ ଉପରେ ସଦାସର୍ବଦା ବଞ୍ଚିପାରିବା ନାହିଁ। ଅନେକ ସମୟରେ ଯେଉଁମାନଙ୍କ ଉପରେ ଆମେ ନିର୍ଭର ରଖୁଛୁ ସେମାନେ ଆମକୁ ନିରାଶ ମଧ୍ୟ କରିବେ। ପ୍ରକୃତରେ ସୁସ୍ଥତା ନିମନ୍ତେ ଲୋକମାନଙ୍କର ଉପରେ ନିର୍ଭର କରିବା ଅପେକ୍ଷା ପ୍ରଭୁଙ୍କଠାରେ ନିର୍ଭର କରିବା ଉଚିତ। ଯଦି ଆମେ ସାହାଯ୍ୟ ନିମନ୍ତେ ଲୋକମାନଙ୍କର ଉପରେ ଆଉଜି ପଡ଼ିବା ଅପେକ୍ଷା ପ୍ରଭୁଙ୍କଠାରେ ଆଉଜି ପଡ଼ିବା ଉତ୍ତମ ଅଟେ। ଯେତେବେଳେ ଆମେ ପ୍ରଭୁଙ୍କଠାରେ ବିଶ୍ୱାସ କରୁ, ସେ ଆମର ବିଶ୍ୱାସକୁ ନ ଭାଙ୍ଗି ବିଶ୍ୱାସ ଅନୁସାରେ ଆଶୀର୍ବାଦ କରିବା ପରମେଶ୍ୱର। ସେ ବିଶ୍ୱସ୍ତ ପରମେଶ୍ୱର। ଆମେ ତାଙ୍କଠାରେ ବିଶ୍ୱାସ କରିବା। ଲୋକମାନଙ୍କର ସାହାଯ୍ୟ ଭିକ୍ଷା କରିବା ଅପେକ୍ଷା ଈଶ୍ୱରଙ୍କ ନିକଟରେ ଭିକାରୀ ସାଜିବା। ମୁଁ ଆପଣମାନଙ୍କୁ ସମସ୍ତଙ୍କୁ କହୁଛି, ଆମେ ସମସ୍ତେ ଜଣେ ଜଣେ ଭିକାରୀ। ମୁଁ ବି ଭିକାରୀ, ଆପଣମାନେ ମଧ୍ୟ ଭିକାରୀ। କେତେ ଲୋକମାନଙ୍କ ନିକଟରେ ଭିକ ମାଗୁଛନ୍ତି ପ୍ରତିପୋଷଣ ନିମନ୍ତେ, କେତେ ଲୋକ ପରମେଶ୍ୱରଙ୍କ ନିକଟରେ ଭିକ ମାଗୁଛନ୍ତି ଶାନ୍ତି ଆଉ ବିଭିନ୍ନ ପ୍ରକାର ବିଷୟ ନିମନ୍ତେ। ପ୍ରିୟ ଭାଇ ଓ ଭଉଣୀମାନେ, ବାର୍ଟିମୟ ଜଣେ ଭିକାରୀ ଥିଲା। ସେ ଲୋକମାନଙ୍କଠାରୁ ଭିକ୍ଷା ଆଦାୟ କରିକି ତାର ପ୍ରତିପୋଷଣ କରୁଥିଲା। କିନ୍ତୁ ସମୟ ଆସିଲା, ସେ ଚିନ୍ତା କଲା, ମୁଁ ଲୋକମାନଙ୍କଠାରେ କେତେ ଦିନ ଭିକ ମାଗିବି? ଯଦି ମୁଁ ସୁସ୍ଥତା ପାଏ, ମୁଁ ସୁସ୍ଥ ହୋଇଯିବି, ଆଉ ତାପରେ ମୁଁ ନିଜେ ହିଁ ପରିଶ୍ରମ କରି ରୋଜଗାର କରିବି, ଈଶ୍ୱରଙ୍କର ସ୍ତୁତି କରିବି। ଅନ୍ୟମାନଙ୍କ ଉପରେ ସବୁଦିନ ପାଇଁ ଆଉଜି ପଡ଼ିପାରିବି ନାହିଁ। ଆଉ ମୁଁ ପରମେଶ୍ୱରଙ୍କ ସହିତ ରହିବି, ପରମେଶ୍ୱରଙ୍କର ସ୍ତୁତି ପ୍ରଶଂସା କରିବି, ପରମେଶ୍ୱରଙ୍କର ପାଦ ଚିହ୍ନ ଦେଇ ଚାଲିବି। ଲୋକମାନଙ୍କ ଉପରେ ମୁଁ ଯେତେ ଦିନ ଭିକ ମାଗିବି, ସେମାନେ ମୋତେ କେବଳ ପଇସା ପତ୍ର ଦେବେ, ମୋତେ ଖାଦ୍ୟ ଦେବେ। କିନ୍ତୁ ମୁଁ ଯଦି ପ୍ରଭୁ ଯୀଶୁଙ୍କଠାରେ ଭିକ ମାଗିବି, ପ୍ରଭୁ ଯୀଶୁ ମୋତେ ସୁସ୍ଥତା ଦେବେ, ମୋତେ ପରିତ୍ରାଣ ଦେବେ, ଆଉ ତାଙ୍କ ପଛରେ ଚାଲିବାର ଅଧିକାର ମୋତେ ଦେବେ। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କଠାରେ ଆମେ ଭିକାରୀ ସାଜିବା। ପ୍ରତ୍ୟେକ ବିଷୟ ନିମନ୍ତେ ଯାହା ଆମର ଆବଶ୍ୟକତା ଅଛି, ପ୍ରତ୍ୟେକ ବିଷୟ ପ୍ରଭୁଙ୍କୁ ଜଣାଇବା। ଜଣେ ଭିକାରୀ ଭାବରେ ଜଣାଇବା, ପ୍ରଭୁ ମୋତେ ତୁମେ ଦୟା କର, ପ୍ରଭୁ ହେ ଦାଉଦ ସନ୍ତାନ ଯୀଶୁ ମୋତେ ଦୟା କର। ଆଉ ପ୍ରଭୁଙ୍କଠାରୁ ଦୟା ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ଆମେ ପ୍ରଭୁଙ୍କଠାରେ ଲାଗି ରହିବା। ଅନେକ ସମୟରେ ଆମେ ଲୋକମାନଙ୍କର ଦୟା ନିମନ୍ତେ ଏପଟେ ସେପଟେ ଧାଉଁଛୁ। ଆଜିର ଶିକ୍ଷା ଅନୁସାରେ ଆମର ପ୍ରଭୁଙ୍କଠାରେ ଆମେ ଭିକାରୀ ସାଜି ପ୍ରଭୁଙ୍କ ନିକଟବର୍ତ୍ତୀ ହେବା। ଯଦି ପ୍ରଭୁଙ୍କ ନିକଟରେ ଯିବା, ସେ ଆମକୁ ସୁସ୍ଥତା ଦେବେ, ସେ ଆମକୁ ରକ୍ଷା କରିବେ, ଆଉ ଆମକୁ ପରିତ୍ରାଣ ଦେଇ ତାଙ୍କ ମାର୍ଗରେ ପରିଚାଳିତ କରାଇବେ। ପ୍ରଭୁ ମହାନ, ବାର୍ଟିମୟ ଅନ୍ଧ ସଦୃଶ୍ୟ, ଆମେ ସେହି ପ୍ରଭୁ ଯୀଶୁଙ୍କଠାରେ ହିଁ ବିଶ୍ୱାସ କରିବା। ପ୍ରତ୍ୟେକ ପ୍ରକାର ସୁସ୍ଥତା ତାହାଙ୍କଠାରେ ଅଛି। କରୋନା ରୋଗଠାରୁ ମଧ୍ୟ ସୁସ୍ଥତା ପ୍ରଭୁଙ୍କଠାରେ ଅଛି। ଅଦୃଶ୍ୟ କରୋନା ବିରୁଦ୍ଧରେ ଶକ୍ତିର ସହିତ ସଂଗ୍ରାମ କଲାବେଳେ ମନେ ରଖନ୍ତୁ, ସେ ଆମର ସପକ୍ଷବାଦୀ ପରମେଶ୍ୱର। ପ୍ରଭୁଙ୍କୁ କହିବା, ପ୍ରଭୁ ମୁଁ ତୁମ ନିକଟରେ ଆସିଛି, ମୁଁ କ୍ରନ୍ଦନ କରି ତୁମ ନିକଟରେ ଡାକ ପକାଉଛି, ମୋର କଷ୍ଟକୁ ତୁମେ ଦୂର କର ବୋଲି କହିବା। ମୋର ସମସ୍ୟାକୁ ଦୂର କର, ମୋ ଶରୀରରେ ଥିବା କଷ୍ଟ, ବାଧାକୁ, ରୋଗକୁ ତୁମେ ଦୂର କର ବୋଲି ପ୍ରଭୁଙ୍କଠାରେ କହିବା। ଆଉ ପ୍ରଭୁ ସାହାଯ୍ୟ କରିବେ। ଆସନ୍ତୁ ଆମେ ସମସ୍ତେ ଚକ୍ଷୁ ବନ୍ଦ କରିବା ଆଉ ପ୍ରାର୍ଥନା କରିବା। ପ୍ରଭୁ ଯେଉଁମାନଙ୍କ ପାଖରେ ଅସୁସ୍ଥତାରେ ପଡ଼ିଅଛନ୍ତି, ଅନେକ ପ୍ରକାର ରୋଗ କଷ୍ଟର ସମସ୍ୟାରେ ଥାଇ ତୁମ ନିକଟରେ କ୍ରନ୍ଦନ କରୁଛନ୍ତି, ପ୍ରଭୁ ତୁମେ ସେମାନଙ୍କୁ ସୁସ୍ଥତା ଦିଅ। ଯେଉଁମାନେ କରୋନା ରୋଗରେ ପୀଡ଼ିତ ଅଛନ୍ତି, ପିତା ତୁମେ ସେମାନଙ୍କୁ ସୁସ୍ଥତା ଦିଅ। ପ୍ରାର୍ଥନା କରୁଛୁ, ବିଶେଷ କରି ପ୍ରଭୁ ଆଜି ଅନେକ ଲୋକ ପ୍ରଥମ ଥର ତୁମ ବିଷୟରେ ଶୁଣି ତୁମଠାରେ ଉଦ୍ଧାର ନିମନ୍ତେ ବିଶ୍ୱାସ କରିଅଛନ୍ତି। ତୁମେ ସେମାନଙ୍କର ଉଦ୍ଧାରକର୍ତ୍ତା ପରମେଶ୍ୱର ହୁଅ। ରୋଗଠାରୁ ସେମାନଙ୍କୁ ଉଦ୍ଧାର କର,
ଚିନ୍ତା ଠାରୁ ସେମାନଙ୍କୁ ଉଦ୍ଧାର କର, ପାପ ଠାରୁ ସେମାନଙ୍କୁ ଉଦ୍ଧାର କର। ଆଜି ଦୃଢ଼ତାର ସହିତ ତୁମକୁ ବିଶ୍ୱାସ କରିଛନ୍ତି, ବିଶ୍ୱାସରେ ପଛଘୁଞ୍ଚା ଯିବା ପାଇଁ ତୁମେ ଦିଅ ନାହିଁ, ଦୁର୍ବଳ ହେବା ପାଇଁ ଦିଅ ନାହିଁ। ଦୃଢ଼ତାର ସହିତ ପ୍ରଭୁ ତୁମରି ପଛରେ ଚାଲିବା ପାଇଁ ତୁମେ ସାହାଯ୍ୟ କର। ପ୍ରଭୁ ଆମେ ଅନେକ ସମୟରେ ଅନ୍ୟାନ୍ୟ ଲୋକମାନଙ୍କର ସାହାଯ୍ୟର ଅପେକ୍ଷାରେ ଥାଉଛୁ, ନିରାଶ ହେଉଛୁ। ପ୍ରଭୁ ଆମକୁ କ୍ଷମା କର। ପ୍ରଭୁ ଆମେ ତୁମଠାରେ ଭିକାରୀ ସାଜି ଆସିଛୁ, ଆମମାନଙ୍କୁ ତୁମେ ଦୟା କର। ହେ ଦାଉଦ ସନ୍ତାନ ଯୀଶୁ, ହେ ଈଶ୍ୱର ତୁମେ ଆମମାନଙ୍କୁ ଦୟା କର, ଆମମାନଙ୍କୁ କରୁଣା କର। ପ୍ରଭୁ ଏହି ସାଂସାରିକ ମୋହମାୟା, ଏ ଚିନ୍ତା, କ୍ଲେଶ, ସଙ୍କଟ ଠାରୁ ପ୍ରଭୁ ତୁମେ ଆମମାନଙ୍କୁ ଉଦ୍ଧାର କର। ପରିତ୍ରାଣ ଦେଇ ତୁମରି ସେହି ସ୍ୱର୍ଗୀୟ ରାଜ୍ୟର ପ୍ରଜା କରି ଆମମାନଙ୍କୁ କଢ଼ାଇ ନିଅ। ଜୀବନର ଶେଷ ପର୍ଯ୍ୟନ୍ତ ତୁମରି ପଛରେ ଚାଲିବା ପାଇଁ ପ୍ରଭୁ ତୁମେ ସାହାଯ୍ୟ କର। ବାଟିମୟ ଅନ୍ଧ ଯେ ପ୍ରକାର ତୁମରି ପଛେ ପଛେ ଚାଲିଲା, ସେ ପ୍ରକାର ଆମେ ମଧ୍ୟ ତୁମରି ପଛରେ ଚାଲିବା ପାଇଁ, ତୁମକୁ ହୃଦୟରେ ସ୍ଥାନ ଦେଇ ଚାଲିବା ପାଇଁ, ତୁମରି ଦୟା ଉପରେ ଆଉଁଚି ପଡ଼ି ଚାଲିବା ପାଇଁ ପ୍ରଭୁ ତୁମେ ଦୟା କର। ଯୀଶୁଙ୍କ ନାମରେ ମାଗୁଅଛୁ ପିତା, ଆମେନ୍। ଯେତେବେଳେ ଆମମାନଙ୍କର ସୃଷ୍ଟିକର୍ତ୍ତା ପିତା ପରମେଶ୍ୱରଙ୍କର ଅନୁଗ୍ରହ, ଦୟା, କରୁଣା ଏବଂ ଆମମାନଙ୍କର ଶାନ୍ତିଦାତା ପ୍ରେମକାରୀ ପ୍ରଭୁ ଯୀଶୁଙ୍କର ପ୍ରେମ, ପବିତ୍ର ଆତ୍ମାଙ୍କର ସର୍ବାଙ୍ଗୀତା, ସୁରକ୍ଷା, ସ୍ୱାସ୍ଥ୍ୟ, ନିରାପଦ, ଉତ୍ତମତା ଏବଂ ସଫଳତା ଆପଣ ସମସ୍ତଙ୍କ ସହିତ ସଦା ସର୍ବତି ରୁହନ୍ତୁ।